ପିଲାମାନେ ଶୁଣ, ମୁଁ ତମକୁ ପଢ଼ଉଛି ଷଷ୍ଠ ଶ୍ରେଣୀର ଜିଜ୍ଞାସା ବହିର ବିଷୟ ହେଲା ଜୀବଜଗତର ବିବିଧ। ତମକୁ ଦେଇଥିଲି ଆମର ଚାରି ପାଖରେ ଯେଉଁ ପକ୍ଷୀ ବା ପ୍ରାଣୀ ପଶୁ ବାସ କରୁଛନ୍ତି ତାର ଏକ ଶାଣୀ କରିବା। ଗୋଟିଏ ହେଲା ସେ ଶାଣୀର କେମିତି କରାଯାଉଛି ମୁଁ ଦେଖେଇ ଦେଉଛି, ତୁମ ବହିରେ ଦେଖିଦିଅ ହେଲା ଏ ଶାଣୀଟା କେମିତି ପ୍ରସ୍ତୁତ ହେଇଛି। ତାପରେ କ'ଣ କରିବ ନା ପ୍ରାଣୀର ନାଁ ଲେଖିବ। ଆଗ ପ୍ରାଣୀର ନାଁ ଲେଖିବ। ଯେଉଁ ପ୍ରାଣୀର ନାଁ ଲେଖିବ ଗୋଟିଏ ହେଲା କାଉ, ତାର ବାସସ୍ଥାନ କେଉଁଠି ସେ ରହେ ନା ଗଛରେ ରହେ। ତାପରେ ଖାଦ୍ୟ ହେଲା ତାର କୀଟ ପତଙ୍ଗ, ଜୀବନଶୈଳୀ ହେଲା ଉଡ଼ନ୍ତି ଚାଲନ୍ତି, ଆଉ ଅନ୍ୟ କୌଣସି ପର୍ଯ୍ୟବେକ୍ଷଣ ବା ଅନ୍ୟ ତାର କିଛି ଅଛି ଗୁଣ ନା ସେ ଯାଏ କୁଆଡ଼େ ଉଡ଼ି ଆଡ଼ିକି ଇଏ କରିକି ଆମର ଥଣ୍ଟରେ ଧରି ନେଇକି ପଳେଇଯାଏ ହେଲା, କାଠି କୁଟା ନେଇକି ପଳେଇଯାଏ। ସେମିତି ପିମ୍ପୁଡ଼ି ସେ ରହେ ମାଟିରେ ଆଉ ଗାତ ଦିଏ, ବୁଝିପାରୁଛ। ମଞ୍ଜି ପତ୍ର କୀଟ ପତଙ୍ଗ ଏଇ ସବୁ ଖାଏ। ଚିନି ବେଶୀ ଖାଏ। ହଁ, ଆଉ ଚିନି ପଇଲା ମାନେ ସବୁ ପଳେଇ ଆସନ୍ତି ନା ପିମ୍ପୁଡ଼ି ମାନେ। ଆଚ୍ଛା, ବୁଝିପାରୁଛ। ତାପରେ ସେମାନେ ଚାଲନ୍ତି, ତାଙ୍କର କେଇଟା ଗୋଡ଼ ନା ତାଙ୍କର 6ଟା। ତାପରେ ହେଲା ଗାଈ, ସିଏ ରହିବ ଆମର ଗୁହାଳରେ ନା ନାଇଁ, ମଣିଷ ତ ପାଳନ୍ତି, ସେଟା ଗୃହପାଳିତ ପଶୁ। ତାପରେ କ'ଣ କରେ ନା ଘାସ ପତ୍ର ଖାଏ। ସିଏ ଚାଲନ୍ତି ଚାରି ଗୋଡ଼, ତାର ଚାରି ଗୋଡ଼ରେ ଚାଲନ୍ତି, ତେଣୁ ତାଙ୍କର ଗୋଡ଼ ହେଲା କେଇଟା? 4ଟା। ସେମିତି ଅନ୍ୟାନ୍ୟ ଆମେ ଗୋଟେ ବିଛା ଦେଖୁ, ବିଛାର ଗୋଡ଼ ହେଲା କେଇଟା? 100ଟା। ତେଣୁ ବିଛାର ଗୋଡ଼ 100ଟା ବୋଲି ଆମେ ତାକୁ ସନ୍ଧିପଦ ବୋଲି କହୁ, ବୁଝିପାରୁଛ। ବିଛାର ଆଉ କାହାର ସେମିତି ଅଛି ତୁମେ ଚିନ୍ତା କଲ। ବିଛା, ତେଲୁଣି ପୋକ, ଘୋଡ଼ା ପୋକ ଯେଉଁ ଆମର କାଳିଆ କାଳିଆ ଚାଲନ୍ତି ସବୁ ଏଡ଼େ ନବା ହେଲା, ସେମାନଙ୍କର 100ଟା ଗୋଡ଼। ଗୋଟେ ଟ୍ରେନ୍ ଲାଇନ୍ ହେଇକି ଦେଖାଯାଏ ଚାଲିଲା ବେଳକୁ ନା ନାଇଁ, ଏମିତି ନବା ହେଇ ଚାଲିଥାନ୍ତି ନା ନାଇଁ। ତେଣୁ ଆମର ପ୍ରକୃତି ବା ଆମର ପ୍ରକୃତିରେ ଚଳିବା ପାଇଁକି ଆମର ଭଗବାନ ବା ଯିଏ ସୃଷ୍ଟି କରିଛନ୍ତି କେତେ ଭେରାଇଟିର ଜୀବଜନ୍ତୁ ସୃଷ୍ଟି କରିଛନ୍ତି। ଆମେ ହେଲା ମଣିଷ, ଆମେ ଦୁଇ ଗୋଡ଼ରେ ଚାଲୁଛୁ, ଆମର ଚିନ୍ତା ଶକ୍ତି ଅଛି, ଦେଖୁଛୁ, ଇଏ କରୁଛୁ, ସବୁ ଜିନିଷ କରିପାରୁଛୁ। ତେଣୁ ଯେଉଁମାନେ ଜାଣି ନ ପାରୁଛନ୍ତି ସେମାନେ କ'ଣ ଜାଣିପାରୁନାହାନ୍ତି? ଜାଣିପାରୁଛନ୍ତି। ତାଙ୍କର ଜୀବନ ରକ୍ଷା କରିବା ପାଇଁକି ଶୈଳୀ ସେମାନେ ଶିଖିଛନ୍ତି। କେମିତି ନା ମନେକର ତମକୁ କିଏ ମାଇଲା, ତମକୁ ଛାଡ଼ିଦେବ, ତମ ଫେରେ ହାତରେ ମାଇଲ। ତେଣୁ ସେମିତି ଗାଈ ତାର ଖାଇଲା ପିଲା ଗଲା, ତା ପିଛେ ତମ ଲାଗିଲା ମାନେ ସେ ସିଂହରେ ତମକୁ ଘଷି ଠକି ଫୋପାଡ଼ି ଦେବ, ନହେଲେ ପଛାଡ଼ିଆ ଏକ ନାତ ମାରିବ, ଓଲଟି ପଡ଼ିବ। କୁକୁର କ'ଣ କରିବ? ତା ସାଙ୍ଗେ ଲାଗିଲା ମାନେ ସେ ଏମିତି ଆମ୍ପୁଡ଼ି ଦେବ, ନହେଲେ ଭାଉ ହେଇକି କାମୁଡ଼ି ପକେଇବ ନା ନାଇଁ। ମାଙ୍କଡ଼ କ'ଣ କରିବ? ସେ ତାର ବାଟରେ ଯାଉଛି, ତମେ ତା ସାଙ୍ଗେ ଲାଗିଲ, ସେ ଖେଁ କି ଗୋଡ଼େଇକି ଆସିବ ହେଲା, କାମୁଡ଼ି ଦେବ, ନହେଲେ ଦି ଚାରିଟା ଜାବଡ଼ା ପଶିଦେବ ହେଲା। ଆଉ ମାଙ୍କଡ଼କୁ ଯଦି ତମେ ଡରିବ ସେ ତମକୁ ଡରେଇବ। ଯଦି ମାଙ୍କଡ଼କୁ ତମେ ଯେମିତି ଡରେଇଲା, ଯଦି ମାଙ୍କଡ଼କୁ ସେମିତି ଡରେଇବ, ମାଙ୍କଡ଼ ତାର ପଳେଇବ, ତାକୁ ଡର ମାଡ଼ିବ। ଆଉ ତମେ ଯଦି ଡରିଲ ସିଏ ତମକୁ ଆଉ ନଛାଡ଼ିବ, ଦୌଡ଼ିଲ ନା ସେ ତମ ପଛରେ ଗୋଡ଼େଇ ତମ ଗୋଡ଼କୁ ଟାଣିଦେବ, ଦି ଚାରି ଜାବଡ଼ା ଦେବ, ଗୋଡ଼ ଫୋଡ଼କୁ ଯାଉ କାମୁଡ଼ି ଦେବ, ବୁଝିପାରୁଛ। ସେମିତି ସାପ, ସିଏ ତା ବାଟରେ ଯାଉଛି, ତମେ ଯଦି ତା ନାଙ୍ଗୁଡ଼ରେ ହାତ ମାରିବ ସେ ସାଇଁକିନି ଉଠିବ, ଗୋଡ଼ିଲା ତମକୁ, ବୁଝିପାରୁଛ। ସିଏ କ'ଣ ତମ ସାଙ୍ଗରେ ଆଗ ଲାଗିଛି? ତମେ ଦେଖ ଯେତେ ସାପ ବୁଲୁଛନ୍ତି କି କେବେ କାହାକୁ କାମୁଡ଼ିବା ପାଇଁ ଗୋଡ଼େଇଛନ୍ତି? ଯେତେ ଗାଈ ଗୋରୁ ବୁଲୁଛନ୍ତି କେବେ ତମକୁ ମାରିବା ପାଇଁ ସେ ଗୋଡ଼େଇଛନ୍ତି? କିନ୍ତୁ ତମେ ମାନେ ଯଦି ତାକୁ ନାଗିଲ ତା ସାଙ୍ଗରେ, ସିଏ ତମକୁ ତା ନିଜ ଜୀବନ ରକ୍ଷା କରିବା ପାଇଁ ସିଏ ତମକୁ ଗୋଡ଼େଇଲା। ସେମିତି ଆମର ଦେଖିବ ତେଲୁଣି ପୋକ, ସିଏ ତା ବାଟରେ ସାଇଁ ଚାଲିଛି, ତମେ ତା ସାଙ୍ଗେ ନାଗିଲ, ସିଏ କ'ଣ କରିବ ନା ଗୋଟେ ଗୋଡ଼ି ବାଗିଆ ଗୋଲ ହେଇ ପଡ଼ିଯିବ, ଗୋଟେ ଗୋଲ ହେଇଯିବନି, ଗୋଟେ ତାର ଯେମିତି ଜୀବନ ପଡ଼ିଯିବନି, କାହିଁକିନା ତାର ପ୍ରତିରକ୍ଷା ବା କାମୁଡ଼ିବାର ଶକ୍ତି ନାହିଁ। ତେଣୁ ସେ ନିଜକୁ ବଞ୍ଚେଇବା ପାଇଁ କ'ଣ କରେ ନା ଗୋଟେ ଗୋଡ଼ି ଟାଇପ୍ର, ହଁ, ଟିକେ ଛୁଇଁ ଦେଲେ ସେ ରହିଯାଏ। ଆମର ଝିଟିପିଟି ଦେଖିଥିବ, ସିଏ ଚାଲିଛି ହେଲା, ଯଦି ତାପରକୁ ଆଞ୍ଚ ଆସିଲା ହେଲା, ସିଏ କ'ଣ କରିବ କି ବିଲେଇ ତାକୁ ଇଏ ଗଲା, ତା ନାଙ୍ଗୁଳଟା ଖସେଇ ଦେବ, ତା ନାଙ୍ଗୁଳଟା ଛଟପଟ ହେଉଥିବ, ସିଏ ତାର ଖସି ପାର ନାଇଁ। ତମେ ଦେଖିବ ତା ଯଦି ହାତ ମାରିବ କି ନାଙ୍ଗୁଡ଼ ଚାପିଦେବ ଟିକେ ହେଲା, ତା ନାଙ୍ଗୁଡ଼ ଫଟକି ଛାଡ଼ିଯିବ, ସେ ନାଙ୍ଗୁଡ଼ ସେ ଡେଉଁଥିବ ଛଟଛଟ ହେଇକିରି, ସିଏ ତାର ଖସି ପାର, ଦେଖିଛ। ହଁ, ତେଣୁ ସେମିତି ଆମର ଦେଖିଲ କଇଁଚ, ସେ ତା ଭିତରେ ପଶିଥିବ ଯାଉଥିବ, ତା ଦେହରେ ହାତ ମାରିଲେ କ'ଣ କରେ? ତା ଦେହରେ ପଶିଯିବ, ଗୋଟେ ବଡ଼ ପଥର ଭଳିଆ ଦେଖାଯିବ। ତେଣୁ ସମସ୍ତଙ୍କର ଜୀବନ ଶୈଳୀ ବା ବଞ୍ଚିବାର ଅଧିକାର ରହିଛି। ଯଦି ଆମେ କାହାକୁ ଇଏ କରିବା ପାଇଁ ଚେଷ୍ଟା କରିବା, ତେଣୁ ସିଏ ଆମକୁ କାମୁଡ଼ିବା ପାଇଁ ଚେଷ୍ଟା କରିବ। ତେଣୁ ପରସ୍ପର ଭିତରେ ଯଦି ସିଏ ତା ବାଟରେ ଯାଉଛି, ଆମ ବାଟରେ ଯାଉଛି, ସିଏ କାହିଁ ତୋ ଲାଗିବା ପାଇଁ ଯାଉଛି। ଯଦି କୁକୁର ପାଗଳ ହେଇଯାଆନ୍ତି ସେମାନେ ଗୋଡ଼ାନ୍ତି କାମୁଡ଼ିବା ପାଇଁ, କାହିଁକିନା ସେମାନେ ତାଙ୍କ ମୁଣ୍ଡଟା ପାଗଳ ହେଇଯାଆନ୍ତି। ସେମାନେ ପାଗଳ ହେଇଗଲେ କ'ଣ ହୁଏ ନା ତାଙ୍କ ତା ମୁଣ୍ଡରେ ଗୋଟେ ଜର୍ମ ରହିଯାଏ, ଜର୍ମଟାକୁ ତ ବିଚଳିତ କରେ।
ବୁଝିପାରୁଛ? ତ ନାଳ ଫାଳ ଯେଉଁ ଦାନ୍ତ ଇଏ ଧରି ତାଙ୍କ ଧରି ସେଇ ଜର୍ମରା ଥାଏ। ସିଏ ତମକୁ କାମୁଡ଼ି ଦେଲା, ସେ ଜର୍ମଟା କ'ଣ କରିବ ନା ତମ ଦେହରେ ଗଲା। ସେ ଦିନେ ଦିନ ଭିତରେ ଜଣାପଡ଼ିବ ନାହିଁ, ମାନେ ଜଣାପଡ଼ିବାରେ ଯଦି ପାଗଳ ଅତି କୁକୁର ହେଇଥିବ, ଯଦି ନ ହେବ ତଥାପି 10 ବର୍ଷ ଭିତରେ ବି ସେ ତମକୁ ସେ ଜର୍ମ ତମ ମୁଣ୍ଡକୁ ଧରି ନେବ, ତମ କୁକୁର ବାଗିଆ ଭୁକିବ, କୁକୁର ଏଡ଼ି ଟିକି ଟିକି ତମ ପରିସ୍ରା ବାଟେ କୁକୁର ବାଗିଆ ଛୁଆ ବାଗିଆ ପଡ଼ିବ, ସେ କୁକୁର ବାଗିଆ ପାଣି ଦେଖିକି ଡରିବ, ଲାଷ୍ଟକୁ ମରିଯିବ। ତା ପାଇଁକି ଏତେ ଓସ୍ତ ବାହାରିନେ ଯଦି ମୁଣ୍ଡକୁ ଉଠିଗଲା, ଯଦି ପ୍ରଥମ ବାହାରିଛି ଯଦି ଗୋଟେ କାମୁଡ଼ିଲା ତମ ସାଙ୍ଗେ ସାଙ୍ଗେ ଯାଇକିରି ଆମର ରାବିଜ୍ 24 ଘଣ୍ଟା ଭିତରେ ଯାଇକି ରାବିଜ୍ ଟୀକା ଗଭର୍ଣ୍ଣମେଣ୍ଟ ମେଡ଼ିକାଲରେ ମିଳୁଛି ମାଗଣା। ହଁ, ସିଏ ଯେକୌଣସି ପଶୁ ପକ୍ଷୀ ଯଦି ତମକୁ କାମୁଡ଼ିଲା ବା ଖଣ୍ଡିଆ କରିଦେଲା, ତମେ ତୁରନ୍ତ ଯାଇକି ରାବିଜ୍ ନେବ। କାହିଁକି ଆମେ ଭାବୁଛେ ସେ ପକ୍ଷୀଟା ଗୋଟେ ହେଲା, ମନେକର ହଁ ସିଏ ତାର ମୋ କହିବା ତାର ନଖ ପଖ ଧରି ଚାରିଆଡ଼େ ହାତ ମାରୁଛି, ଚାରିଆଡ଼େ ଏଇ କରୁଛି, ତା ନଖରେ ଜର୍ମ ନାହିଁ। ଯେହେତୁ ତମକୁ ସେ କାମୁଡ଼ି ଦେଲା ବା ଆମ୍ପୁଡ଼ି ଦେଲା, ତମର ଖଣ୍ଡିଆ ହେଇଗଲା, ସେ ଖଣ୍ଡିଆ ବାତ ଦିହରେ ସେ ଜର୍ମ ତମ ଦେହକୁ ପଳେଇଗଲା। ବୁଝିପାରୁଛ? ତମେ ଭାବୁଛ ମୁଁ ଟିକେ ଧୋଇଦେଲି ହେଲା ସେ କ'ଣ ଟିକେ କାମୁଡ଼ି ଦେଇଛି କ'ଣ ହେବ, କିନ୍ତୁ ସେମିତି କେବେ ଖାମଖିଆଲି ରହିବ। ମୂଷା ହଉ ଚୁଚୁନ୍ଦ୍ରା ହଉ ଯେକୌଣସି ଜିନିଷ କାମୁଡ଼ିଲା, ବୁଝିପାରୁଛ? ତେଣୁ ସମସ୍ତଙ୍କ ଦେହରେ ପଏଜନ ରହିଛି। କେଉଁଠି ସେ ପଏଜନ ଆଣି ବୁଲୁଥିବ ଆମେ ଜାଣିଛେ? ମୋ କଥା କ'ଣ ବୁଝୁଛ? ଗୋଟେ ମୂଷା ସିଏ ଗୋଟେ କ'ଣ କରୁଛି ନା କୌଣସି ଜିନିଷ ଗୋଟେ ଖାଇ ଦେଇଛି, ମୁହଁ ମାରି ଦେଇଛି, ନଖ କାମୁଡ଼ି ପକେଇଛି, ସେ ତମକୁ କାମୁଡ଼ି ଦେଲା, ତମ ଦେହକୁ ଆସିବ ନାହିଁ। ବୁଝିପାରୁଛ? ତେଣୁ ଏଇସବୁ ହେଲା ଜୀବନର ବଞ୍ଚିବା ଶୈଳୀ। ତେଣୁ ଆମେ ଚିନ୍ତା କରିକି ସବୁ ଜିନିଷ ଲେଖିବା, ପର୍ଯ୍ୟବେକ୍ଷଣ କରିବା, ଦେଖିବା ହେଲା ଚତୁଃପାର୍ଶ୍ୱରେ ଯେଉଁ ଜିନିଷ ରହିଛି ତା ବିଷୟରେ ଆମେ ପର୍ଯ୍ୟବେକ୍ଷଣ କରିକି ତା ଖାତାରେ ଆମେ ଲେଖିବା। ବୁଝିପାରୁଛ ମୋ କଥା? ତେଣୁ ଆଜି ରହିଲା ଏତିକି, ଫେର କାଲି ତମକୁ ପଢ଼ିବି। ବୁଝିପାରିଲ?